ଜଣେ ପୁଅ ନିଜ ଥାଳିରେ ଯେତିକି ଖାଇବା ନିଏ ସେସବୁ ଖାଇବା ସେ ପୋଛିକି ଖାଇଦିଏ। ଥାଳିରେ ଗୋଟେ ବି ଦାନା ଛାଡ଼େ ନାହିଁ। ଆଉ ତା'ର ଏ ଗୁଣ ଯୋଗୁଁ ତା'ର ସାଙ୍ଗମାନେ ତାକୁ ପ୍ରତିଦିନ ପରିହାସ କରୁଥିଲେ। ଜଣେ ସାଙ୍ଗ ତାକୁ ପଚାରିଲା, ତୁମେ ଥାଳିରେ ଗୋଟେ ବି ଦାନା କ'ଣ ପାଇଁ ଛାଡ଼ୁନ? ସେ ପୁଅଟି କହିଲା, ଏହାର 3ଟି କାରଣ ଅଛି। ପ୍ରଥମ କାରଣ ହେଲା, ଏହା ମୋର ବାପାଙ୍କ ପ୍ରତି ସମ୍ମାନ, ଯିଏ ନିଜର କଷ୍ଟ ଉପାର୍ଜିତ ଟଙ୍କାରେ ଏ ଭୋଜନକୁ କିଣିକି ଆଣନ୍ତି। ଆଉ ଦ୍ୱିତୀୟଟି ହେଲା, ଏହା ମୋର ମାଆଙ୍କ ପ୍ରତି ସମ୍ମାନ, ଯିଏ ସକାଳୁ ଉଠି ଆଗ୍ରହର ସହିତ ମୋ ପାଇଁ ରୋଷେଇ କରିଦିଅନ୍ତି। ଆଉ ତୃତୀୟଟି ହେଲା, ଏହା ମୋର ଦେଶର କୃଷକମାନଙ୍କ ପ୍ରତି ସମ୍ମାନ, ଯେଉଁମାନେ ନିଜେ ଭୋକରେ ଥିଲେ ମଧ୍ୟ କ୍ଷେତରେ କଠିନ ପରିଶ୍ରମ କରନ୍ତି। ଆଉ ଯେଉଁମାନଙ୍କ ପାଇଁ ଆଜି ଆମେ 2 ମୁଠା ଖାଇବାକୁ ପାଇପାରୁଛେ। ସେଥିପାଇଁ ଖାଇବା କେବେ ବି ନଷ୍ଟ କରନ୍ତୁ ନାହିଁ। ଯେତିକି ଖାଇବେ ଥାଳିରେ ସେତିକି ହିଁ ନିଅନ୍ତୁ। ଧନ୍ୟବାଦ।